ବସ୍ତୁ ବିସ୍ଥାପନ ହୋଇଥାଏ। ବାହ୍ୟ ବଳ ପ୍ରଭାବରେ ଯେଉଁ ଗୋଟେ ବାହ୍ୟ ବଳ ପକାଇବା, ଗୋଟେ ବସ୍ତୁଟେ ଅଛି, ମାସ୍ ଅଛି, ଏଠି କ'ଣ କରିବା, ବାହ୍ୟ ବଳ ପକାଇବା। ବଳ ପ୍ରୟୋଗ କଲେ ବସ୍ତୁ ବଳ ଦିଗରେ କିଛି ବିସ୍ଥାପନ ହେଇଯିବ ନା ନାହିଁ, ବାହ୍ୟ ବଳ ଦେବାକୁ ପଡ଼ିବ ନା, ତାହେଲେ ବସ୍ତୁରେ ଏସ୍ ଦୂରତା ସିଏ ବିସ୍ଥାପିତ ହେଲା। ତାହେଲେ କ'ଣ ହବ, ଏ ବଳ ଦିଗରେ ବସ୍ତୁର ବିସ୍ଥାପନ ହେଉଛି, ବଳ ଦିଗରେ ବସ୍ତୁ ବିସ୍ଥାପନ ହେଲା, ଏଇଟା କାର୍ଯ୍ୟ ହେଲା। ବିନା ବିସ୍ଥାପନରେ କାର୍ଯ୍ୟ ହବନି, ବୁଝିଲୁ? କ'ଣ ବିସ୍ଥାପନ ହେବାକୁ ପଡ଼ିବ। ମନେ କର ତୁ ଖାଲି ବସିଛୁ, ପାଠ ପଢୁଛୁ, ତୁ କାମ କରୁନୁ, ତୋର ବିସ୍ଥାପନ ହଉନି ହେଲା। ଧରିବୁ ଗୋଟେ ପଚା ଧରି ଠିଆ ହେଇଛୁ, ଗୋଟେ ବୋଝ ଧରି ତୁ ଠିଆ ହେଇଛୁ, ତୋର ବିସ୍ଥାପନ ନାହିଁ, କାମ କିଛି ହବ ହେଲା। ପୁଣି ବିସ୍ଥାପନ ନିହାତି ଦରକାର, ତାହେଲେ କାମ ହବ। କେମିତି ହେଲା? W = what? ବଳ ଇଣ୍ଟୁ ବିସ୍ଥାପନ, ବଳ ଇଣ୍ଟୁ ବିସ୍ଥାପନ। ବର୍ତ୍ତମାନ କ'ଣ ହେଲା, ଏଠି ବଳ ଦିଗରେ ବସ୍ତୁଟା ବିସ୍ଥାପନ ହେଉଛି, ବଳଟା ଯେଉଁ ଦିଗରେ ହେଉଛି ପ୍ରୟୋଗ ହୋଇଗଲା ବସ୍ତୁ ଉପରେ, ସେଇ ଦିଗରେ ବିସ୍ଥାପନ ହେଲା। ତେଣୁ ଏଇ ଯେ କାମ କ'ଣ ହବ ନା ପଜିଟିଭ ହବ, ଏଇ ଜାଗାରେ ପଜିଟିଭ ଆକାରରେ ହେଲା। ପଜିଟିଭ କ'ଣ ହବ, ବଳ ଦିଗରେ ବସ୍ତୁ ବିସ୍ଥାପନ ହେବାକୁ ପଡ଼ିବ, ତାହେଲେ କାର୍ଯ୍ୟ ସେଠି ପଜିଟିଭ ହବ। ମନେକର ତୁ ବଳ ପ୍ରୟୋଗ କରିକି ଗୋଟେ ବହିକୁ ଟେବୁଲ ଉପରୁ ଉଠଉଛୁ, ସେଟା ମଧ୍ୟ କାର୍ଯ୍ୟ ହେଲା ନାଇଁ କି? એટલે ବସ୍ତୁଟା ଟଣା ବଳ ପକେଇଲୁ ନା, ଟଣା ବଳ ପକେଇଲୁ, ତାର ସେଟା କ'ଣ ହେଲା, ସେ ଦିଗରେ ବହିଟା ଉଠିଲା। ଗୋଟେ ବହିଟାକୁ ତୁ ମନେକର ଏମିତି ଗୋଟେ ବହିଟା ଥିଲେ, ବଳଟାକୁ ଟଣା ବଳ ଉପରୁ ଉଠାଏ, ପକେଇବୁ, ତାହେଲେ ବସ୍ତୁଟା ଉପରକୁ ଆସିବ ନା ନାହିଁ? ତାହେଲେ ଏଇ ଦିଗରେ ବସ୍ତୁଟା ବିସ୍ଥାପନ ହେଲା ନା, ଉପରକୁ ଉଠିଲା ହେଲା। ଏଇଠି ମଧ୍ୟ କାର୍ଯ୍ୟ କ'ଣ ହବ, ପଜିଟିଭ ହବ, ବହିଟା ଉପରକୁ ଉଠିବ। ଆଉ ଗୋଟେ ଟ୍ରଲିଟେ ଟାଣିବ, ଗୋଟେ ଟଣା ବଳ ପକେଇବ, ଏଇଟା ଗୋଟେ ପେଲି ଦେବି ନାଇଁ, ଠେଲା ବଳ ପକେଇଦେବେ, ଏଇଟା ଉଠିବ। ଏଇ ମଧ୍ୟ କ'ଣ, ଟଣା ବଳ, ଠେଲା ବଳ ନାଇଁ କି? ଏ ଦେଖ, ଜଣେ ଟ୍ରଲି ମଧ୍ୟ ଏମିତି ଟାଣୁଥିବ, ଟ୍ରଲିଟା ଥିବ, ଏମିତି ଜଣେ ଟାଣୁଥିବ ଟ୍ରଲିଟା ନାଇଁ କି? ବଳ ଏପଟେ ଟଣା ବଳ ପକଉଛି, ତାହେଲେ ଏପଟେ ସେ ବିସ୍ଥାପନ ହେଉଛି ନା ନାହିଁ ସେଇ ଦିଗରେ। ତେଣୁ ଏଇ ମଧ୍ୟ କ'ଣ ହବ, ପଜିଟିଭ ହେଲା। କିନ୍ତୁ ଟେବୁଲ ଉପରେ ବହି ଉଠେଇବା, ଉପରକୁ ଉଠେଇଲେ ବିସ୍ଥାପନ ହେଉଛି ବହି, ନହେଲେ ଟ୍ରଲି ହଉ ସେ ଦିଗରେ ଟାଣିଲେ, ଏଇଟା ମଧ୍ୟ ଉଠେଇଲା ବଳ ପକେଇବା ନାଇଁ କି? ଏମିତି ହେଉଛି। ଏଇଟା କ'ଣ ହେଉଛି, ଆମେ ବଳଟା ଦେଉଛେ, ଆମେ ଏ ଜାଗାରେ ବଳଟାକୁ ଦେଲେ ଉପରକୁ ଉଠେଇଲେ, କିନ୍ତୁ ଏଇଟା କ'ଣ ହେଲା, ଠେଲା ବଳ ପକେଇଦେଲେ, ଏ କାର୍ଯ୍ୟଟା ପଜିଟିଭ ହେଲା। ଏଇ ଯେଉଁ କାର୍ଯ୍ୟଟା ଆମେ ପଜିଟିଭ କରିଦେଲେ ହେଲା। ଦେଖିବୁ ବେଳେବେଳେ କାର୍ଯ୍ୟ 0 ହେଇଯାଏ। ମନେ କର ଗୋଟେ ବସ୍ତୁଟେ ଅଛି, ଗୋଟେ କୁଲି କଥା ଦେଖିବା, ତଳକୁ ବଳ ପଡ଼ୁଛି, ଯଦି ବିସ୍ଥାପନଟା ଏପଟେ ହେଇଗଲା, ତାହେଲେ ଏଇ ଯେ ବଳର ପ୍ରୟୋଗର ଦିଗଟା, ଏଠି ବିସ୍ଥାପନ ଦିଗ କ'ଣ ହେଲା, 90 ଡିଗ୍ରୀ ହେଲା। ତେଣୁ ଏଇଠି କାର୍ଯ୍ୟଟା 0 ହେଲା। ଆମେ କେମିତି କରିବା, W = Fs cos θ ରେ ପକେଇବା, ଏ cos θ, θଟା 90 ଡିଗ୍ରୀ, cos 90 ଟା 0, cos 90 ଡିଗ୍ରୀଟା କେତେ ହେଉଛି, 0 ହେଇଯାଉଛି। ତେଣୁ ଏଇଠି W ଟା 0 ହେଇଛି, 0 କାମ ହେଲା। ଆଚ୍ଛା, ଜଣେ କୁଲି ବୋଝ ଧରିକି ଯାଉଛି, ଷ୍ଟେସନ ଯାଉଛି ନା ନାହିଁ, ସେ ତୋ ପାଇଁ କ'ଣ କାମ କରୁଛି ନା କରୁନି? ତୁ ହଉ ଯା କାମକୁ ଯା, ପଇସା ଦେଉଛି ତାକୁ, କିନ୍ତୁ ପ୍ରକୃତରେ ଫିଜିକ୍ସ କରୁଛି, ସେଟା କାମ ସେ କରୁନି। କାହିଁକି? ଦେଖ, ସିଏ ଯେତେବେଳେ ବୋଝଟା ଧରିକି ଆସୁଥିଲା, ଏ କୁଲିଟା ବୋଝ ସେ ଧରିକି ଯାଉଛି, ବୁଝିଲୁ, ଏ ବୋଝ ଧରିକି ଯାଉଛି, ଏ ବୋଝଟା ସେ ଧରିଛି, ତାହେଲେ ବଳ କ'ଣ କରୁଛି, ତଳକୁ ପଡ଼ୁଛି। ଏ ବୋଝର ମାସ୍ ଅଛି ନା, ଆସେସନ୍ ଯୋଉଠି ଗ୍ରାଭିଟିଟା ଟାଣି ଦେଉଛି, ଦେଖୁଥିଲେ ଏମିତି, ତେଣୁ ବଳ କୁଆଡ଼େ ପଡ଼ିଲା, ତଳକୁ ପଡ଼ିଲା। କିନ୍ତୁ ବିସ୍ଥାପନ ସେ ଏମିତି ହେଉଛି, ଚାଲି ଯାଉଛି, ତେଣୁ ଏଇ ଜାଗାରେ ବିସ୍ଥାପନ ଏମିତି ହେଲା, ତେଣୁ 90 ଡିଗ୍ରୀ ହେଇଗଲାନି।
হ্যাঁ যদি এইগুলো পକେଇଦେବା ଏଇଠି ମଧ୍ୟ ସେ କାମ କ'ଣ କଲା ଜିରୋ କଲା ଆମ ପାଇଁ ସେ କାମ କଲେ ତଥାପି ଆମେ ତାକୁ ପଇସା ଦେଉଛୁ ହେଲା ନା ପ୍ରୟୋଗ ବଳର ଦିଗ ବିସ୍ଥାପନର ଦିଗ ପରସ୍ପର ଲମ୍ବା ହେବାକୁ ପଡ଼ିବ ତେଣୁ ପୁଲିସ ହିସାବରେ କାମ ଆମ ପାଇଁ ସେ କରୁନି ତଥାପି ତାକୁ ଆମେ ପଇସା ଦେଉଛୁ ଏଇଟା କେମିତି ହେଉଛି ହେଲା ଦେଖିଲୁ କେଉଁ କେଉଁ ଜାଗାରେ କାମ ମଧ୍ୟ ଜିରୋ ହେଇଯାଉଛି ତୁମେ ମାନେ ବସିକି ପାଠ ପଢ଼ୁଛୁ ତୁମେ ମୁଁ ପାଠ କାମ କରୁଛି ହେଉନି ବିସ୍ଥାପନ ହେଉନି ହେଲା ମୁଁ ତ ପାଠ ପଢ଼ୁଛି ନାଇଁ ହେବନି ସେଠି ବିସ୍ଥାପନ ନିହାତି ଦରକାର କିନ୍ତୁ ଏଠି ବିସ୍ଥାପନ ହେଲେ ମଧ୍ୟ ଜିରୋ ହେଇଯାଉଛି କାମ ହେଲା ଦେଖେ ମନେକର ନେଗେଟିଭ୍ ୱାର୍କ କଥା ବୁଝିବା ଏଇଟା ହେଲା ପଜିଟିଭ୍ ଜିରୋ ୱାର୍କ ନେଗେଟିଭ୍ ୱାର୍କ ମଧ୍ୟ ଅଛି লিফ্টরে উপরକୁ ଯିବା লিফ্টରେ ତୁମେ ଉପରକୁ ଯାଉଛ ନାଇଁ କିନ୍ତୁ লিফ্ট ଉପରକୁ ଯାଉଛି ଏପଟଟା ବିସ୍ଥାପନ ହେଲା କିନ୍ତୁ ତଳକୁ କ'ଣ ହେଇଥିବ ତାର ବଳ লিফ্টରେ ଆମେ ଉପରକୁ ଯାଉଛେ এটা କ'ଣ ହେଲା ବିସ୍ଥାପନଟା ଉପରକୁ ହେଉଛି କିନ୍ତୁ ବଳ କ'ଣ ପଡ଼ୁଛି ତଳକୁ ପଡ଼ୁଛି ମାଧ୍ୟାକର୍ଷଣ ବଳ ତଳକୁ ପଡ଼ୁଛି ଆମେ ଯଦି କେତେ ଜଣ ଉପରକୁ ଉଠିଯିବା ତାର ମାସ୍ ଅଛି ନା ସେ ତଳକୁ ପଡ଼ୁଛି ଉପରକୁ ଯାଉଛି ଏଇଟା ଅପୋଜିଟ୍ ହେଲେ ନା ହେଲେ ବଳ ମନେକର ଏ ଦିଗରେ ବଳ ପଡ଼ିଲା ତାହେଲେ এই ଦିଗରେ ବିସ୍ଥାପନ ହେବାକୁ ଯାଉଛି ଅପୋଜିଟ୍ ହେଇଗଲା ତାହେଲେ ଏଠି କାଟିଟା କ'ଣ ହେଇଯିବ ନେଗେଟିଭ୍ କାମ ହେବ କିନ୍ତୁ ନେଗେଟିଭ୍ କହିବା ଯେହେତୁ ଏଇଟା 180 ଡିଗ୍ରୀ ତାହେଲେ ଆମେ ଜାଣିଲେ ମନେକର ଏମିତି ଗୋଟେ ବଲ୍ଟେ ଅଛି ସେ ଗୋଟେ ଗୋଇଠି ମାରି ଅଛି ଗୋଟେ ଗୋଇଠିରେ ମାରିଲା ବଳ ପ୍ରୟୋଗ କଲା ନା ନାହିଁ ବଳ ଟିକେଟା ଏମିତି ଏପଟେ ହେଲା କିନ୍ତୁ ବଳ ନାଇଁ ଆନନ୍ଦ ଯଦି କ'ଣ କରିଗଲା ଏଇ ଜାଗାରେ ଏଠି ବିସ୍ଥାପନ ହେଲେ ବଳର ଦିଗଟା ଆଉ ବିସ୍ଥାପନ ଦିଗ କ'ଣ ହେଲାନି এটা কাছে পজিটিভ হবে তাহলে আমি କ'ଣ କରିବା W = Fs cos θ କୁ ସେଟା 60 ଡିଗ୍ରୀ ଥିବ 50 ଡିଗ୍ରୀ ଥିବ ହେଲା ନା ଆମେ ଦେଖିବା ଯେ 0 ରୁ କେତେ ଉଠିବ 90 ଡିଗ୍ରୀ ହେଲା ବିସ୍ଥାପନ ହେବ 0 ହେଇଯିବ କିନ୍ତୁ 90 ରୁ ଉପରକୁ ଗଲେ ନେଗେଟିଭ ହେଇଯିବ ତାହେଲେ ଏମିତି ବଳ ପ୍ରୟୋଗ କରାହେଇଛି ହେଲା ଯଦି ଏଇଟା ଥିଟାଟା ଏମିତି ହେଲା ଥିଟାଟା କ'ଣ ହେଲା 90 ରୁ ଅଧିକ ହେଇଯିବ ଥିଟାଟା 90 ରୁ ଅଧିକ ହେଇଯିବ এটা কাটে ତେଣୁ ଏଠିକି ଆସିଲେ ନା ମାନେ ଏମିତି ମଧ୍ୟ ରହିଲା ତାମାନେ এটা ଏ ପର୍ଯ୍ୟନ୍ତ ଆସିଲେ ପଜିଟିଭ ହେଉଛି ଏଇଟା ଆସିଲେ 0 ହେଇଯାଉଛି ଏମିତି ବିସ୍ଥାପନ ହେଇଗଲେ ଏପଟେ ବଳ ପ୍ରୟୋଗ କରୁଛୁ ଏପଟେ ବିସ୍ଥାପନ ଯେମିତି ଏପଟେ ସିଏ ତାଠୁ 90 ରୁ ଅଧିକ ହେଲେ ଅପ୍ ଟୁ 180 ଡିଗ୍ରୀ ଏ ଜାଗାରେ ନେଗେଟିଭ ହେଇଯିବ ଯଦି ପକେଇବା ଏଠି Fs cos θ ପକେଇଦେବା W = Fs cos θ ପକେଇବା এটা θ কে ଦେବା ଏଠି θ କେତେ ହେଉଛି 180 डिग्री है cos 180 -1 cos 180 मूल्यटा अछि -1 जेटे पकेबा एटा नेगेटिव काम होछ एटा है हैं तो कोन करू मन करो तमे कोरु पानी बाहर करछ है ए बाल्टीटा कोन होतो तार मास होछि पानी धरि से आछि नहीं ये हम टाउन रे मास का पर पड़ती देखिए एठी एटा बाल्टीटा पानी बाहर कर हैला ए बाल्टी में पानी बाहर कर लागी जे उन टाइम नहीं हैं अरे ऊपर को पृष्ठ बनता रहउची किंतु एई जो बड़टा पड़ची एमजी पानी सब बाल्टीटा बड़ा तळु किंतु ऊपर को पृष्ठ बनउची चलो ए जगह मत काटे बना नेगेटिव बुझिए हैं आगे देखिए ये कोड नेगेटिव हो तो कोड पॉजिटिव हो तो ओटा को लक्ष्य रखियो केमती होची कोन होची हैला हैं जने जने पहाड़ ऊपर को चढ़छ पहाड़ ऊपर चढ़छ हैं जने पहाड़ ऊपर को देखे एठी पहाड़ ऊपर को जने चढ़छ ऊपर जाउछ इन ऊपर से जाउछ है नहीं तार एठी मत काजो नेगेटिव माध्याकर्षण बलर विपरीत से विस्थापन होछि हमरा रे काम होछि किंतु नेगेटिव धरले बाबा ए जगह रो ए
जगह लिफ्ट रे हो सब नेगेटिव काम हो है तापर एटा नेगेटिव है कोन नेगेटिव है कोरु पानी बाहर करवा पहाड़ ऊपर को जीवा हैं एटा कोन हो नेगेटिव काम ए जगह तापर कोन करे कार्यर परिमाण विषय आने कार्यर परिमाण हम केते केते बहुत देखियो कार्यर परिमाण देखिए अच्छा धरने कार्यर एकक अच्छी ना एटे एक वस्तु को बल देवा मनकर बलटा आम 1 न्यूटन देवे बल एक कौन न्यूटन यदि वस्तुटा 1 मीटर विस्थापन हो गला इसका 1 मीटर है काम के W इज इक्वल टू F m ना नहीं हैं एटा के 1 न्यूटन है इनटू 1 मीटर दैट इज इक्वल टू 1 जूल 1 जूल काम अर्थ कौन है 1 जूल काम माने कौन है 1 न्यूटन बल पड़े बल दिगरे वस्तु 1 मीटर विस्थापन होइछि तार कार्य है 1 जूल 1 जूल मान या धन्य तू गोटे ये करवा माने बड़टा को तू 10 न्यूटन दे प्रयोग कर हैं बड़टा के विस्थापन मान कर 5 मीटर है 5 मीटर कार्य केते हो W इज इक्वल टू Fs पकड़ चेंज करेंगे तार कौन करिया 10 न्यूटन इनटू 5 मीटर ताले केते 50 न्यूटन मीटर ता न्यूटन मीटर कोन है जूल 50 जूल का मान हला एनु करते ताले ले कार्य एक गोटे जूल आसीला हैं आथरे आ गोटे एक अछि एटा होची अर्ग एक वन अर्ग अर्थ कोन एटा मते एक गोटे हला कोन होतु ने एक वस्तु करे माने तू बल प्रयोग करू ए बलटा होची एक डाइन एक डाइन बल प्रयोग करू बल दिगरे वस्तुटा 1 सेमी जदि विस्थापन होईछि हैं ताले 1 अर्ग अर्थ कोन है 1 डाइन इनटू 1 सी ठीक है एक और बड़ा करना 1 डाइन इनटू 1 सी नहीं एति के तारे 1 अर्ग तेणु अर्ग गोटे एकक जूल मध्ये गोटे एकक हैला ए कोन करिया तार संपर्क स्थापन करिया जूल और अर्ग मध्ये संपर्क स्थापन करिया सेटा कि हबो देखिए 1 जूल अर्थ कोन 1 न्यूटन इनटू 1 मीटर है 1 न्यूटन इनटू 1 मीटर 1 न्यूटन रा केते डाइन हो 10 टू द पावर 5 डाइन इनटू 1 मीटर टा केते सेमी 100 सेमी न ता माने 10 टू द पावर 2 सी भासिया हैं एबे जो करिया गुणन अछि ना 10 टू द पावर 7 है ना डाइन इनटू एकटा लिखुथिबा डाइन इनटू सेमी ता कोन अर्ग है 10 to the power 7 आ गया हैला देखलु हैं ताले 1 जूल केते 10 to the power 7 आ बेले बार मते क्वेश्चन आसी पारे 1 अर्गटा केते जूल हो 1 अर्गटा केते जूल हो देखो हम जान देखैते 10 पर 7 अर्गटा केते होची 1 जूल होची 10 to the power 7 अर्ग इज इक्वल टू 1 जूल है तेरा मुझे दरकार कौन 1 अर्ग दरकार 1 जूल गाइड रे तोड़ पड़े 10 पर 7 तर के था 10 पर -7 जूल क्वेश्चन ऐसे कर बुझला तो धरने तो एमनी क्वेश्चन देछि 0.1 जूल केते अर्ग 0.1 जूल का केते अर्ग
সেটা করবে কেন্দ্র করে আমি জানতে কোন 1 জুলটা 10⁻7 হবে না নেই ये कहूँ कौन 0.1 जूल 0.1 जूल तो कौन करें आपको 10 रे डिवाइड कर रहा 1 जूल बाय 10 ऑर्ग बाय 10 এটা 0.1 जूल है এটা कितना হবে 10⁻6 ऑर्ग है 10 तो मैं भी हिसाब करूं है ना हैं तो ये करूं अच्छा ବୁଝିଲା ବୁଝିପାରିଲ ନା ନାହିଁ ମୋର ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବ ସେୟାର କରିବ ସବସ୍କ୍ରାଇବ୍ ଦବାଇବ ସବସ୍କ୍ରାଇବ୍ କରିବ ବେଲ୍ ଆଇକନ୍କୁ ଦବାଇବ ରହିଲି ଥ୍ୟାଙ୍କସ୍